ଆଜି ମିଲବା ସୁଭଦ୍ରା ଯୋଜନାର ସେକେଣ୍ଡ କିସ୍ତି 5,000 ଟଙ୍କା। କାହାର ଖାତାକେ କେତେବେଲେ ପହଞ୍ଚିବା ଦେଖୁନ୍। ଆପଣମାନେ ଜାଣି ସାରିଛନ୍ ସୁଭଦ୍ରା ଯୋଜନାର ପହଲା କିସ୍ତି ମିଲି ସାରିଛେ ଆଉ ଆଜି ସେକେଣ୍ଡ କିସ୍ତିଟା ମିଲବାକେ ଯାଉଛେ। ଆଉ ଯେନ୍ମାନେ ପହଲା କିସ୍ତି ପାଇ ସାରିଛନ୍ ସୁଭଦ୍ରା ଯୋଜନାର ସେମାନେ ଏକା ଆଜି ଯେନ୍ଟାକି ସେକେଣ୍ଡ କିସ୍ତି ପଇସା ପାଇବେ। ଦେଖୁନ୍ ଇ ଭିତରେ ଆପଣମାନେ ଜାଣି ସାରିଥିବେ ଯେ ସୁଭଦ୍ରା ଯୋଜନାର ପହଲା କିସ୍ତି ଯେତେବେଲେ ମିଲଲା ପହଲା ଫେଜ୍ ବି ଆପଣମାନେ ଜାଣିଥିବେ 12 ବଜେ ପୂର୍ବରୁ ହିଁ ଯେନ୍ଟାକି ସରକାର ପଇସା ଦେଇଥିଲେ। ତାରପରେ ସେକେଣ୍ଡ ଫେଜ୍ରେ ବି 12 ବଜେ ପୂର୍ବରୁ ଦେଇଥିଲେ। 3 ନମ୍ବର ଫେଜ୍ରେ ବି 12 ବଜେ ପୂର୍ବରୁ ଦେଇଥିଲେ। 4 ନମ୍ବର ଫେଜ୍ରେ ବି 12 ବଜେ ପୂର୍ବରୁ ଦେଇଥିଲେ। 5 ନମ୍ବର ଫେଜ୍ରେ ବି 12 ବଜେ ପୂର୍ବରୁ ଦେଇଥିଲେ। ଆର୍ ଠିକ୍ ସେ ଭଳିଆ ଏକା ଆଜି ଯେନ୍ ପଇସା ଆସବା ସେକେଣ୍ଡ କିସ୍ତି ସେ ଟାଇମ୍ରେ ଏକା ପଇସା ଆସବା ବୋଲି ଆଶା କରାଯାଉଛି। ତ ଯଦି ଦେଖମା ବେଲେ দেখুন 12 বজে ପୂର୍ବରୁ ହିଁ ସରକାର ପଇସାଟା ଆଜି ଦେବେ ବୋଲି ଅପଡେଟ୍ ରହୁଛେ। ଆର୍ ଆପଣମାନେ ଆଜି ଯେନ୍ଟାକି ପଇସା ପାଇବେ ସୁଭଦ୍ରା ଯୋଜନାର ସେକେଣ୍ଡ କିସ୍ତି 12 ବଜେ ପୂର୍ବରୁ ହିଁ ଖାତାକେ ଯେନ୍ଟାକି ପଇସାଟା ଆସିଯିବା। ତ ଆପଣମାନେ ଜାଣି ସାରିଛନ୍। ବର୍ତ୍ତମାନ ଦେଖୁନ୍ ଯଦି ଦେଖମା ବେଲେ ଟାଇମ୍ଟା ବି ହେଇ ଆସିଲାନ ଆଉ କିଛି ଘଣ୍ଟା ପରେ ଯେନ୍ଟାକି ସୁଭଦ୍ରା ଯୋଜନାର ସେକେଣ୍ଡ କିସ୍ତି ପଇସା ଆସବାକେ ଯାଉଛେ। ଆପଣମାନେ ବି ଯେନ୍ଟାକି ସୁଭଦ୍ରା ଯୋଜନାର ସେକେଣ୍ଡ କିସ୍ତି ପଇସା ଆଜି 5,000 ଲେଖା ପାଇବେ। ତ ଦେଖୁନ୍ ଆପଣମାନେ ଜାଣି ସାରିଛନ୍ ଯେ ସମସ୍ତଙ୍କର ବ୍ୟାଙ୍କ ଖାତାଟା ଗୋଟେ ବ୍ୟାଙ୍କରେ ନାଇଁନ, ଅନ୍ୟ ଅନ୍ୟ ବ୍ୟାଙ୍କରେ ଅଛି। ତ ଯଦି ଦେଖମା ବେଲେ ଡିବିଟି ମାଧ୍ୟମରେ ପଇସାଟା ଆସୁଛେ ତ ଆପଣମାନେ ଜାଣିଥିବେ ନିହାତି ଭାବେ କେନ୍ ବ୍ୟାଙ୍କ 1 ଘଣ୍ଟା ପରେ ଟ୍ରାନ୍ସଫର କରବା, କେନ୍ ବ୍ୟାଙ୍କ 2 ଘଣ୍ଟା ପରେ ଟ୍ରାନ୍ସଫର କରବା। ତ ଇ ହିସାବେ ପଇସାଟା ସମସ୍ତଙ୍କର ପାଖକେ ଗୋଟେ ଟାଇମ୍ରେ ଏକାଥରକେ ନେଇଯାଏ। କିନ୍ତୁ ଆଜି ଏକା ପଇସା ମିଲବା ଆପଣମାନେ 12 ବଜେରୁ ୱେଟ୍ করবে। 12 ବଜେରୁ ଆପଣଙ୍କର ପାଖକେ 5 ବଜେ ଭିତରେ ବେବୁଡ଼ାର 5 ବଜେ ଭିତରେ ଆପଣଙ୍କର ପାଖକେ ପଇସାଟା ପୁରା କନଫର୍ମ ଭାବେ ପହଞ୍ଚିଯିବା। ଆପଣମାନେ ଯଦି ପହଲା କିସ୍ତି ପାଇଛନ୍ ଆଜି ଆପଣମାନେ ପୁରା କନଫର୍ମ ଭାବେ ସେକେଣ୍ଡ କିସ୍ତି ପଇସା 5,000 ଟଙ୍କା ଆରାମସେ ଆପଣଙ୍କର ଖାତାକେ ପହଞ୍ଚିଯିବା। ଆପଣମାନେ ଯେନ୍ଟାକି ପାଇପାରବେ। ତ କିଛି ଘଣ୍ଟା ଗଲା ପରେ ସୁଭଦ୍ରା ଯୋଜନାର ପଇସା ଆସବାକେ ଯାଉଛେ। ଆପଣମାନେ ଯେନ୍ଟାକି ୱେଟ୍ କରୁନ୍ ଆପଣଙ୍କର ପାଖକେ ବି ପଇସା ଆସିଯିବା। ଅପଡେଟ୍ ବି ଆସି ସାରଲାନ ଆର୍ କିଛି ଘଣ୍ଟା ପରେ ସୁଭଦ୍ରା ଯୋଜନାର ପଇସା ସେକେଣ୍ଡ କିସ୍ତିଟା ଖାତାକେ ପହଞ୍ଚିଯିବା।